ଏଠି ଜଣା ନାହିଁ କୋଉଥିପାଇଁ ଆମର ସ୍କୁଲରେ 150 ଜଣଙ୍କୁ କ'ଣ ହେଇଛି। ସମସ୍ତଙ୍କର ପେଟ ବଥା ହେଉଛି ଆଉ ବହୁତ ଥର ଝାଡ଼ା ଯାଉଛନ୍ତି ସମସ୍ତେ। ଡିସେଣ୍ଟ୍ରି ହେଇଛି, ପେଟ ବଥା କାହାର ବି କମୁନି। ହଁ, କାଲି ମେଡିକାଲ ଟିମ୍ ଆସିଥିଲେ ଆଉ ଚିକିତ୍ସା କଲେ। ଆଜି ବି ଆସିଛନ୍ତି ଆମ ମେଡିକାଲ ଟିମ୍ ନବରଙ୍ଗପୁରରୁ। ମତେ ଡାଇରିଆ ହେଇଛି ଆଉ ମତେ 10 ପାଖାପାଖି ହେଇଛି। ମତେ ସୋମବାର ପାଖାପାଖି ହେଇଛି, କମୁନି ମତେ। କେତେ ଥର ହେଲାଣି? 10 ପାଖାପାଖି। ଆଜି କାଲି ଚେକଅପ୍ କରେନି, କାଲି ଟିକେ କମଲା ପରେ ହେଇଥିଲା ତ ଆଜି ଆହୁରି ବଢିଗଲା ପାଇଁ ନର୍ସ ମ୍ୟାମଙ୍କ ପାଖକୁ ମେଡିସିନ ଦେଇଥିଲେ ହେଲେ ମିଶା କମୁନି। ସେକ୍ସନ ଏ ରେ ମତେ ଗତ ସୋମବାରରୁ ଝାଡ଼ା ବାନ୍ତି ହେଉଛି। ମତେ ବହୁତ ୱିକ୍ ଲାଗୁଛି। କାଲି ମେଡିକାଲ ଟିମ୍ ଆସିଥିଲେ ମେଡିସିନ ଦେଲେ ଆଉ ଆଜି ଯାଞ୍ଚ କଲେ ଆଉ କହିଛନ୍ତି କି ମେଡିକାଲ ଯିବା ପାଇଁ। ଆଉ କାଲି ଅଲ୍ ଅଫ୍ ଏ ସଡନ୍ ମାନେ ଜାଣିବାକୁ ପାଇଲି ଯେ ପିଲାମାନେ ସଫରିଂ ଲୁଜ୍ ମୋସନ୍ରେ ଅଛନ୍ତି ଆଉ ଏବଂ ଭମିଟିଂ ବି ହେଉଛି। ଆଉ ଇମିଡ଼ିଏଟଲି ମୁଁ ଇନଫର୍ମେସନ୍ ଦେଲି ତେନ୍ତୁଳିଖୁଣ୍ଟି ବ୍ଲକ୍ ଆମର ଏ ଯେଉଁ ହସ୍ପିଟାଲକୁ। ଆଉ ସେଠୁ ପରେଶ କୁମାର ପଣ୍ଡାଙ୍କୁ ରିକ୍ୱେଷ୍ଟ କରିବା ଦ୍ୱାରା ସେମାନେ ଆସିକିରି ଟିକେ ଟ୍ରିଟମେଣ୍ଟ କରେଇଥିଲେ। ଆଉ ଏବେ ଏବାଉଟ୍ 80% ମାନେ କେମିତି କଣ୍ଟ୍ରୋଲରେ ଅଛି, ଆଉ ବେଶୀ କିଛି ଇଏ ନାହିଁ। ଆଉ ଏବେ ନ୍ୟୁ କେସେସ୍ ପ୍ରାୟ 3-4 ଜଣ ଅଛନ୍ତି ଆଉ ସେମାନେ ଅଣ୍ଡର କଣ୍ଟ୍ରୋଲରେ ଅଛନ୍ତି। ଯେଉଁମାନେ ସିରିୟସ୍ ଯଦି ଆମେ ପାଇବୁ ତାକୁ ଆମେ ରେଫର କରିଦେବୁ ହସ୍ପିଟାଲ। କାରଣ ତ ଅସ୍ପଷ୍ଟ, କାରଣ ମୁଁ ତ ଚାରିପଟରୁ ଦେଖୁଛି ପାଣି ପାଇଁ PHD ୱାଟର ଆମେ ବ୍ୟବହାର କରୁଛୁ। ଆଉ ଆଉ ଆମର ଆକ୍ୱାଗାର୍ଡ ଯେତେ ଗୁଡ଼େ ଲାଗିଛି ସବୁ ଗୁଡ଼ାକ ରିପେୟାରିଂ ହେଇଛି। ମୋ ତତ୍ତ୍ୱାବଧାନରେ ଏଗୁଡ଼ା ସବୁ କରାଇଛି, ସବୁ ପ୍ରିକସନ୍। ଆଉ ଆମର ମେସ୍ ଗୋଟେ ଡାଇନ୍ ଅଛି, ଯେଉଁ ମେସ୍ରେ ଆମେ 600 ମାନେ ଷ୍ଟାଫ୍ ଆଉ ପିଲାମାନଙ୍କୁ ମିଶିକି 600 ଜଣ ସଦାବେଳେ ପାଇଁ ଖିଆପିଆ କରନ୍ତି, କିନ୍ତୁ କୌଣସି ଷ୍ଟାଫ୍ ଏପର୍ଯ୍ୟନ୍ତ ସଫର କରିନାହାନ୍ତି। ବୁଝାବୁଝି କଲି ସମସ୍ତଙ୍କୁ, କିନ୍ତୁ ଦେଖିଲା ବେଳକୁ ଶତାଧିକ ଆକ୍ରାନ୍ତ ଏଠି ଅଛନ୍ତି। ସେମାନଙ୍କୁ ସମସ୍ତଙ୍କୁ ଫାର୍ଷ୍ଟ ଏଡ୍ ପ୍ରାଇମେରୀ ଟ୍ରିଟମେଣ୍ଟ ଦେଇକରି ଯାହାର ସିଭିଅର ଥିଲା ସେମାନଙ୍କୁ ଡାଇରେକ୍ଟ CHCକୁ ରେଫର କରାହେଇଛି। ସେ ଭିତରୁ 9 ଜଣଙ୍କୁ କାଲି ରେଫର କରାହେଇଥିଲା। ହସ୍ପିଟାଲରେ ସେମାନେ ଟ୍ରିଟମେଣ୍ଟ ହେଇଛନ୍ତି, ସେମାନେ ଆସିଛନ୍ତି, ଆଜି ସକାଳେ ସୁସ୍ଥ ଅଛନ୍ତି। ଆଜି ବି ଆଉ ଥରେ ଆମେ ମେଡିକାଲ ଟିମ୍ ଆଉ ଆମର ଡିଷ୍ଟ୍ରିକ୍ଟ ମେଡିକାଲ ଟିମ୍ ସେମାନଙ୍କ ଟିମ୍ ବି ଆସିଛନ୍ତି। ଆଉ ଆମ ତେନ୍ତୁଳିଖୁଣ୍ଟି CHC ଟିମ୍ ଆମର ଟିମ୍ ବି ସାଙ୍ଗରେ ଆସିଛୁ।